ପବିତ୍ର ଶ୍ରୀ ଜଗନ୍ନାଥ ରଥଯାତ୍ରା ଅବସରରେ ମୁଁ ଶଶିଭୂଷଣ ରଥ ପ୍ରାବନ୍ଧିକ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଆପଣମାନେ ଏହି ଯାତ୍ରା ଅବସରରେ ବହୁ ପ୍ରକାରର ଭିଡ଼ିଓ ଏବଂ ମିଡ଼ିଆର ବିଭିନ୍ନ ମାଧ୍ୟମରେ ବହୁ ବିଷୟ ଜାଣିଥିବେ, ଶୁଣିଥିବେ। ମୋର ଏ ବିଷୟରେ ଅଳ୍ପ କିଛି କହିବାର ଅଛି ଆପଣମାନଙ୍କୁ ସମସ୍ତଙ୍କୁ। 1968-69 ମସିହାରୁ ମୁଁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ବାରମ୍ବାର ବିଭିନ୍ନ ସମୟରେ ଯାଇଛି ଓ ତାଙ୍କର ରୀତିନୀତି ବିଷୟରେ କିଛିଟା ବୁଝିବା ପାଇଁ ଚେଷ୍ଟା କରି ଆସିଛି। କିଛି ବର୍ଷ କଲା ପରେ ମୁଁ ଦେଖିଲି ଯେ ତାହା ଅଗାଧ ସମୁଦ୍ର, ଯାହାର ଅନ୍ତ ନାହିଁ। ତେଣୁକରି ଆଉ ମୁଁ ଗବେଷଣାତ୍ମକ ମନ ନ ନେଇ ତାଙ୍କୁ ଭକ୍ତି ଭାବରେ ନିଜକୁ ସମର୍ପିତ କରି ଆସୁଛି। ମୋତେ ଦୁଃଖର ସହିତ କହିବାକୁ ପଡ଼ୁଛି ଯେ 2026 ରଥଯାତ୍ରାରେ ମୁଁ ଜଗନ୍ନାଥଙ୍କୁ ଦର୍ଶନ କଲି ଟିଭି ମାଧ୍ୟମରେ। ତାର କାରଣ ହେଉଛି 2018 ମସିହାରୁ ମୁଁ ଶ୍ରୀମନ୍ଦିରକୁ ଯାଇନଥିଲି କି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ମଧ୍ୟ କରିନାହିଁ। କାରଣ ତା ଭିତରେ ପ୍ରବେଶ କରିବା ପାଇଁ ବାହାରେ ଯେଉଁ ଅପେକ୍ଷମାଣ ଲୋକମାନଙ୍କର ଅବସ୍ଥା ଦେଖି ମୋତେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଗେଷ୍ଟାପୋ ବା ଗ୍ୟାସ୍ ଚାମ୍ବର କଥା ମନେ ଆସିଥିଲା, ଯାହାକୁ ପୋଲିସ ଜଗିଥାନ୍ତି ଏବଂ ମଝିରେ ମଝିରେ ହାତ ଉଠାଇଦେଲେ, ଗେଟ୍ ଖୋଲିଦେଲେ ମଣିଷମାନେ ପଶୁମାନଙ୍କ ଭଳିଆ ବାହାରକୁ ବାହାରି ଯାଆନ୍ତି ଦୌଡ଼ିକରି ବିଭିନ୍ନ ଅବସ୍ଥାରେ, ବିଭିନ୍ନ ବୟସର। ତାପରେ ସେମାନେ ମନ୍ଦିରକୁ ପ୍ରବେଶ କରି ଶ୍ରୀ ଜଗନ୍ନାଥକୁ ଦର୍ଶନ କରିବା ପାଇଁ ସୁଯୋଗ ପାଆନ୍ତି। ମୋତେ କାହିଁକି ମନେ ହେଲା ଯେ ସତେ ଯେପରି ଜିଉମାନେ ଅପେକ୍ଷା କରିଛନ୍ତି ଆଉ ତାଙ୍କୁ ପୋଲିସମାନେ ଛାଡ଼ି ଦେଉଛନ୍ତି ଗ୍ୟାସ୍ ଚାମ୍ବର ଭିତରକୁ ଯିବା ପାଇଁ। ଆଉ ବହୁ ଲୋକ ମଧ୍ୟ ପ୍ରବେଶ କରିପାରୁନଥିଲେ ବିଭିନ୍ନ କଟକଣା ପାଇଁ ମୋ ଆଖି ସାମ୍ନାରେ। ତେଣୁକରି ମୁଁ ଭାବିଲି ଯାହା ଆଗରୁ କୁହାଯାଉଥିଲା ଜଗନ୍ନାଥଙ୍କର ପାଟ ଡୋର ନ ଲାଗିଲେ କେହି ଯାଇକରି ତାଙ୍କୁ ଦେଖିବାର ସୁଯୋଗ ପାଆନ୍ତିନି, ତାହା ବୋଧହୁଏ ସତ। ତେଣୁକରି ୟା ପରେ ଯେବେ ପାଟ ଡୋର ଲାଗିବ ତେବେ ମୁଁ ଯିବି, ତାଙ୍କୁ ଦର୍ଶନ କରିବି। ତା ପୂର୍ବରୁ ହୁଏତ ସମ୍ଭବ ନୁହେଁ। ଏଥର ରଥଯାତ୍ରାରେ ସାର୍ବଜନୀନ ଭାବରେ ଶ୍ରୀ ଜଗନ୍ନାଥ ଯେତେବେଳେ ଶ୍ରୀମନ୍ଦିରରୁ ବାହାରିଲେ, ଆମମାନଙ୍କ ଭଳିଆ ପତିତ ଜନମାନଙ୍କର ପାଖକୁ ଆସିଲେ, ଆମମାନେ ତାଙ୍କର ଦର୍ଶନ ପାଇ କୃତାର୍ଥ ହେଲୁ। ସେହି ସମୟରେ ମୁଁ ଅନୁଭବ କଲି ଯେ ଶ୍ରୀ ଜଗନ୍ନାଥ ଖୁସି ନାହାନ୍ତି। ଶହ ଶହ ସେବାୟତମାନେ ସେବା କରି ଚାଲିଛନ୍ତି। ସମସ୍ତେ ତ ସେବକ। ଆଜିକାଲି ସେବାର ସଂଜ୍ଞା ହିଁ ବଦଳିଗଲାଣି। ଡାକ୍ତର ଆଉ ସେବକ ନାହାନ୍ତି। ବ୍ୟାଙ୍କର ଯେଉଁମାନେ ସବୁ ଦାୟିତ୍ୱରେ ଅଛନ୍ତି ସେମାନେ ବି ସେବକ ନାହାନ୍ତି। ଶିକ୍ଷକମାନେ ସେବକ ହେବା ବନ୍ଦ କଲେଣି। ସମସ୍ତେ ବର୍ତ୍ତମାନ ଏକ ପ୍ରକାର ବ୍ୟବସାୟିକ ବ୍ୟବସ୍ଥାରେ ଜଡ଼ିତ। ସାଧାରଣ ମଣିଷ ପାଖରୁ 2 ପଇସା ଉପାର୍ଜନ କରିପାରିଲେ ସମସ୍ତେ କୃତକୃତ୍ୟ ମନେ କରୁଛନ୍ତି ଏବଂ ତାହା ଭଗବାନଙ୍କର ଅପାର କରୁଣାରୁ ହେଉଛି ବୋଲି ବିଶ୍ୱାସ କରୁଛନ୍ତି। ସେ ଯାହା ହଉ, ଏଥରର ଯେଉଁ ଅବସ୍ଥା ମୁଁ ଦେଖିଲି, ବର୍ଷାନ୍ତ ରାତି ଶ୍ରୀ ଜଗନ୍ନାଥ ଏବଂ ତାଙ୍କ ସାଥିରେ ବାକି 3 ବିଗ୍ରହ ରଥ ଉପରେ କଟେଇବା, ପାଣି ଗଳୁଥିବା ଉପରୁ ରଥ ଉପରେ କଟେଇବା ମୋ ପାଇଁ ଭାରି କଷ୍ଟକର ହୋଇଥିଲା। ଏବଂ ଏ ପ୍ରକାର ଦୁର୍ଦ୍ଦଶା ମୁଁ ଆଗରୁ କେବେ ବି ଏହି ରଥଯାତ୍ରା ସମୟରେ
ଅନୁଭବ କରିନାହିଁ। ଏକଦା ସମୟ ଥିଲା ବିଶେଷ ପାସ୍ ନେଇ କଡ଼ନ ଭିତରକୁ ଯାଇ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛି ଜୀବନରେ। ରଥ ଉପରେ ମଧ୍ୟ ଯାଇ ତାଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛି। ସେସବୁ ଆଉ ଆଶା କରିବା ବୃଥା। ତଥାପି ଶ୍ରୀ ଜଗନ୍ନାଥଙ୍କର ମୁଖରେ ଯେଉଁ ଭାବ, ତାହା ଆନନ୍ଦର ଭାବ ନଥିଲା, ଆଶୀର୍ବାଦର ଭାବ ନଥିଲା। ତେଣୁକରି ମୁଁ ଅପେକ୍ଷା କରିଛି ଆଗାମୀ ମାନଙ୍କୁ ଯେଉଁଥିରେ କି ସେ ଆମମାନଙ୍କ ସମସ୍ତଙ୍କୁ ଆଶୀର୍ବାଦ ହିଁ କରନ୍ତୁ ଆଉ ଆମମାନଙ୍କ ଉପରେ କୌଣସି ପ୍ରକାର ରୋଷ ନ ରଖନ୍ତୁ। ଧନ୍ୟବାଦ।